ମୁଁ କିନ୍ତୁ ଆଗରୁ ଜଗନ୍ନାଥଙ୍କୁ ବିଶ୍ୱାସ କରୁନଥିଲି। ଏବେ ଜାତ କଲୁ ତ ଏବେ 2 ବର୍ଷ ତଳେ ଜାତ କଲୁ 12 ମାସ 13 ଜାତ କଲୁ। ସେତେବେଳେ ମୋର ଜଗନ୍ନାଥଙ୍କ ପ୍ରତି ବହୁତ ଭକ୍ତି ପଳେଇ ଆସିଲା। ହେଲେ ମୁଁ ମନରେ ଗୋଟେ ଠିକ୍ କଲି ଯେ ମୁଁ ଆମ ଘରେ ନେଇକିନା ପତିତ ପାବନ ମୂର୍ତ୍ତି ଗୋଟେ ମାନେ 18 ଇଞ୍ଚିଆ ପତିତ ପାବନ ମୂର୍ତ୍ତି ନେଇକିନା ପୁରୀରୁ ନେଇକିନା ଅର୍ଡ଼ର କରିଥିଲି। ସେଇଟା ଆମ ଘରେ ଆସି ପହଞ୍ଚିଲା, ଏ ଜୟପୁର ଆସି ପହଞ୍ଚିଲା। ମୋତେ ଫୋନ୍ କଲେ ଆଉ ଆପଣଙ୍କର ମୂର୍ତ୍ତି ଆସିଲାଣି ଆସନ୍ତୁ ବୋଇଲେ ମୁଁ ଟିଚର ଥିଲି, ମୁଁ ରିଟାୟାର୍ଡ ହେଇଯାଇଛି ବର୍ତ୍ତମାନ ଏବେ। ହେଲେ ମୋତେ ଫୋନ୍ କଲାରୁ ମୁଁ ସ୍କୁଟି ଧରିକିନା ଗଲି ସେ ଆଣିବି ବୋଲିକିନା। ସେ ତାକୁ ପ୍ୟାକିଂ କରାହେଇଛି ମୂର୍ତ୍ତିଙ୍କୁ। ହେଲେ ସିଏ କ'ଣ କଲେ ମୁଁ ସ୍କୁଟିରେ ବସିଲି, ମୋ ପଛରେ ସେ ପ୍ୟାକ୍ କରି ବନ୍ଧା ହେଇଛି। ହେଲେ ମୁଁ ଗାଡ଼ି ସିଏ କହିଲେ ମ୍ୟାଡ଼ାମ୍ ଯାଆନ୍ତୁ କିଛି ଅସୁବିଧା ନାହିଁ ନେଇଯାଆନ୍ତୁ ବୋଇଲେ। ହଉ ଠିକ୍ ଅଛି ମୁଁ ଯାଉଛି ବୋଲି କହିଲି, ପଇସା ଦେଇଦେଲି ପଳେଇ ଆସିଲି। ହେଲେ ରାସ୍ତାରେ ଗଲା ବେଳକୁ ମାନେ ଗାଡ଼ି ମୋତେ ଏତେ ହେଭି ହେଇଗଲା ଯେ ମୁଁ ମାନେ ପୁରା କେମିତି ହେଇଗଲି। ମାନେ ଭଗବାନ ମୋତେ କ'ଣ ପରୀକ୍ଷା କରୁଛ କି ମୋତେ? ଆଉ ମୋତେ ଖୁସିରେ ମୁଁ କେତେ ଆପଣଙ୍କୁ ଆହ୍ୱାନ କରିକିନା ମୁଁ ଘରକୁ ନେଉଛି, ମୋତେ ପରୀକ୍ଷା କରୁଛନ୍ତି କି ବୋଲିକିନା ମନରେ ଭାବିକିନା ସେଠି ଗାଡ଼ିଟା ବ୍ରେକ୍ ମାରି ରହିଗଲି, ଆଉ ଯାଇପାରିଲିନି। ମନରେ ଭାବିଲି ଭଗବାନ ତମେ ଏକା ଜଗନ୍ନାଥ ତମେ ଏକା ମୋର ସାହା ଭରସା, ମୁଁ ଆପଣଙ୍କୁ ଆହ୍ୱାନ କରୁଛି, ମୁଁ ଧରିକିନା ଚାଲୁଛି ବୋଲିକିନା ଷ୍ଟାର୍ଟ କଲା। ତାପରେ ଷ୍ଟାର୍ଟ ହେଇକିନା ଘରକୁ ଗଲି। ଜଗନ୍ନାଥ